ଅନୁଗୁଳ ଜିଲ୍ଲାରେ ଗର୍ବର ଗୌରବ ଏଇଥିପାଇଁ କହୁଛୁ ଯେହେତୁ ପ୍ରିୟାଂଶୁ ପାଲ ଓଡ଼ିଶାରେ ଓଏସରେ ଟପର ହେଇଛନ୍ତି ସେଥିମଧ୍ୟରେ ଅନୁଗୁଳ ଜିଲ୍ଲା କ'ଣ ସାରା ରାଜ୍ୟ ବି ଖୁସିର ମୋର କାହିଁକି ଆମେ କଥା କହୁଛୁ ଯିଏ ମୋ ସାମ୍ନାରେ ଅଛନ୍ତି ସେ ହେଉଛନ୍ତି ପୀୟୁଷ ପାଲ ଯିଏକି ଓଏସରେ 1 ନମ୍ବର ଦୁଇ ଥର ଏଇ ଏକ୍ଜାମରେ ଯେତେବେଳେ ଫେଲୋର ହେଇଥିଲେ ସେତେବେଳେ ମନ କଷ୍ଟ ହେଇଥିଲା କିନ୍ତୁ ଆଗାମୀ ଯେହେତୁ ଏଇଥରକ ପାସ୍ କରିଛନ୍ତି ଆଉ ଓଡ଼ିଶାରେ ଟପର ବି ମଧ୍ୟ ହେଇଛନ୍ତି ବହୁତ ଖୁସି ହେଉଛି ତାଙ୍କ ସାଙ୍ଗେ ସିଧାସଳଖ କଥା ହେବା ଆପଣ ତ କଣ ରହିବ ଆପଣ ଆଜ୍ଞା ବହୁତ ଖୁସି ଅଛି ମତେ ବିଲିଭ ହଉନଥିଲା କି ମୁଁ ଟପର ହେଇଛି ଆଉ ଯୋଉ ଦୁଇଥର ଫେଲ ହେଇଥିଲି ଆଜ୍ଞା ବହୁତ ଖରାପ ଲାଗିଥିଲା କିନ୍ତୁ କେବେ ବି ମୁଁ ହିମ୍ମତ ହାରି ନଥିଲି ଆଉ ସଦାବେଳେ ମୁଁ ଗୋଟେ ଟ୍ରାଏ କରିଥିଲି କି ନେକ୍ସଟ ଷ୍ଟେପ୍ କ'ଣ ତ ସେଇଟା ମୁଁ ଫୋକସ୍ କରିଥିଲି କେବେ ବି ପଛକୁ ଦେଖେନି ଆଗକୁ ହିଁ ଦେଖିକିନି ଚାଲିଥିଲି ଆଜ୍ଞା ଆଗାମୀ ପିଢ଼ି ପାଇଁ ତ ମୁଁ ହାର୍ଡୱାର୍କ ଇଜ୍ ଦ କି ଟୁ ସକ୍ସେସ୍ କହିବି ଆଉ ନିଜ ଉପରେ କନଫିଡେନ୍ସ କେବେ ବି ହାରିବେନି ଆଉ ସେକେଣ୍ଡ ଆଜ୍ଞା ଯୋଉ ମୋର ଯୋଉ କଣ୍ଟ୍ରିବ୍ୟୁସନ୍ ରହିବ ମୁଁ ସେଇଟା ଗୁଡ୍ ଗଭର୍ନେନ୍ସକୁ ପ୍ରାୟୋରିଟି ଦେଇକିନି କାମ କରିବା ପାଇଁ ଟ୍ରାଏ କରିବି ଆଜ୍ଞା ଡେଫିନେଟଲି ଯୋଉ ଆର୍ମିର ଯେତେ କଣ୍ଟ୍ରିବ୍ୟୁସନ୍ ଅଛି ଆମ ଦେଶ ପାଇଁ ସେ ତ ତୁଳନା କରି ହବନି ଆଜ୍ଞା ଏବେ ବି ଆମେ ଦେଖିଥିଲୁ ଅପରେସନ ସିନ୍ଦୁରରେ ଆମ ଦେଶ ପାଇଁ କେତେ ଗର୍ବ ଆଣିଥିଲେ ତ ବାପା ଯେହେତୁ ଆର୍ମିରେ ଥିଲେ ଆଜ୍ଞା 30 ବର୍ଷ ଧରି ତ ସିଏ ମୋତେ ଇନ୍ସପାୟାର କରିଛନ୍ତି ଆଉ ତାଙ୍କଠୁ ମୁଁ ଡିସିପ୍ଲିନ୍ ଆଉ ମ୍ୟାନେଜମେଣ୍ଟ ସ୍କିଲ୍ ଶିଖିଛି ଆଜ୍ଞା ଆଉ ମୁଁ ସେଇଟା ମୋର ଆକ୍ସନ୍ସ କାମରେ ମୁଁ ରିଫ୍ଲେକ୍ଟ କରିବାକୁ ଟ୍ରାଏ କରିବି ଆଜ୍ଞା ବାପା ଯେହେତୁ ଏକ୍ସ ଆର୍ମି ପୁଅ ଯେହେତୁ ଓଏସରେ ଟପର ହେଇଛନ୍ତି ବାପାଙ୍କର ଯେହେତୁ ପ୍ରତ୍ୟେକ କଥାକୁ ମାନିକିରି ଚଳିବ ବୋଲି ଯାହା ପ୍ରତିଶ୍ରୁତି ଦେଉଛନ୍ତି କାହିଁକିନା ଆଗାମୀ ଦିନରେ ନିଶ୍ଚୟ ଚ୍ୟାଲେଞ୍ଜ ତ ଆସିବ କିନ୍ତୁ ଯେହେତୁ ବାପା ମାଙ୍କର ଆଶୀର୍ବାଦ ଆଉ ବାପା ମାଙ୍କର ଯେତିକ କଷ୍ଟ ଥିଲା ଏବେ ଯେହେତୁ ପୁଅ ଯେହେତୁ ଓଏସରେ ଟପର ହେଇଛନ୍ତି ବାପାଙ୍କ ମନ ବି ବହୁତ ଖୁସି ତା ସାଙ୍ଗରେ ପୁଅ ବି ସେଇ ହିସାବରେ କହୁଛନ୍ତି ଯେ ବାପାଙ୍କର କର୍ମ ଯାହା ଥିଲା ମୁଁ ସେଇ ହିସାବରେ ସଚୋଟ ସହ କାମ ବି ମଧ୍ୟ ତୁଲେଇବି ଅନୁଗୁଳ ଉମାକାନ୍ତ ଶଙ୍କର ରିପୋର୍ଟ ଫୋକସ୍ ପ୍ଲସ୍।